ଦିଦି ଘରୁ ଫେରିକି ଆସିଲା ବେଳକୁ ଉପରବେଳା ହେଇଗଲାଣି। ଆଉ ଆମେ ଜଲ୍ଦି ଜଲ୍ଦିରେ ଥିଲୁ କାହିଁକିନା ଘର ପାଖରେ ଆଉ ବି ତାଙ୍କର ଭଉଣୀମାନେ ଅଛନ୍ତି ସ୍ୱାମୀଙ୍କର, ସେମାନେ ରାକ୍ଷୀ ଘର ପଶିଲା ପରେ ସମସ୍ତେ ରାଗିକି ପୁରା ପଞ୍ଚମ। କାହିଁକିନା ସେମାନେ ସମସ୍ତେ ସକାଳ ଦିଅର ମୋର ଘରେ ରୁହନ୍ତିନି, ସେ ବାହାରେ ଅଛନ୍ତି, ସେଥିପାଇଁ ତାଙ୍କ ଭଉଣୀମାନେ ସବୁ ସେଠିକି ପଳେଇ ଯାଇଥିଲେ। ଆଉ ସେଠି ଫେରିକି ଆସିଲା ପରେ ଆସିକି ହଜବେଣ୍ଡଙ୍କ ହାତରେ ବାନ୍ଧୁଛନ୍ତି ଏବେ ଦିନ 4ଟା ବେଳେ। ସବୁ ଭଉଣୀମାନେ ବାନ୍ଧି ସାରିଲେ, ନଣନ୍ଦ ମାଉଳା ଶ୍ୱଶୁରଙ୍କ ଝିଅ ଆଉ କାକା ଶ୍ୱଶୁରଙ୍କ ଝିଅ ସମସ୍ତେ ଆସି ରାକ୍ଷୀ ବାନ୍ଧିଦେଲେ। ଆଉ ସବା ଶେଷରେ ପାଳି ପଡ଼ିଲା ମୋ ପୁଅର ଆଉ ଝିଅର। ସିଏ ତ ପୁରା ରାଗିକି ପୁରା ପଞ୍ଚମ ହେଇଛି, କାହିଁକିନା ସବୁ ବର୍ଷ ସକାଳେ ରାକ୍ଷୀ ବାନ୍ଧେ। ଏ ବର୍ଷ ନା ତାର ପୁରା ସବା ଲାଷ୍ଟରେ ତାର ପାଳି ପଡ଼ିଲା, ସେଥିପାଇଁ ସେ ବହୁତ ଜୋରସେ ରାଗିଥିଲା ଆଉ ଦିନ ଯାକ ବହୁତ କାନ୍ଦିଥିଲା। ତା କୁନି କୁନି ହାତରେ ସେ ଯେଉଁ ରାକ୍ଷୀ ଆଣିଥିଲା କିଣିକି, ତାକୁ ଆଣିକି ତା ଭାଇକି ବାନ୍ଧିବ ବୋଲି ସକାଳଠୁ ଅପେକ୍ଷା କରିକି ବସିଛି। ଏବେ ତା ଭାଇଙ୍କ ମୁଣ୍ଡରେ ଠିକ୍ସେ ଚନ୍ଦନ ଲାଗୁନଥିଲା, ତାକୁ 2 ଥର କରି ତାକୁ ଚନ୍ଦନ ଲଗାଉଛି। ଆଉ ତା ଭାଇ ସହିତ କହୁଛି, ଭାଇ ଦେଖ ଆଜି ରାକ୍ଷୀ ପୂର୍ଣ୍ଣିମାରେ ତୋତେ ଗୋଟେ କଥା କହୁଛି, ମୁଁ ତୋ ହାତରେ ରାକ୍ଷୀ ବାନ୍ଧୁଛି, କିନ୍ତୁ ତୁ ମୋ ସୁଖ ଦୁଃଖରେ ସାଥୀ ହବୁ, ବିପଦ ଆପଦରେ ସାଥୀ। ତା ଭାଇ କହୁଛି, ହଁ ଲଗେଇଲି ମାମା ତୋର କରିବି। ଅତୁଟ ବନ୍ଧନ ଯେମିତି ଆମେ ସମସ୍ତେ ଛୋଟବେଳେ ଆମ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧୁ, ସେମିତି ଏ ପିଲା 2 ଜଣ ବି ତା ଭାଇ ଆଉ ସିଏ ତାଙ୍କର ରାକ୍ଷୀ ବାନ୍ଧୁଛନ୍ତି ବହୁତ ଖୁସିରେ। ଆଉ ବହୁତ ସୁନ୍ଦର ଗୋଟେ ରାକ୍ଷୀ ଆଣିଥିଲା, ମାନେ ରଜନୀଗନ୍ଧା ଗୋଲାପ ଫୁଲ ଦେଇକି ତା ଭାଇ ପାଇଁ ବହୁତ ସ୍ନେହରେ ସେ ରାକ୍ଷୀଟା ତା ଭାଇ ତା କୁନି କୁନି ହାତରେ ସେ ତା ଭାଇକି ବାନ୍ଧୁଛି। ସତରେ ତାକୁ ଦେଖିକିନା ମୋ ଛୋଟବେଳେ ମୋ ଭାଇ ହାତରେ ଯେଉଁ ରାକ୍ଷୀ ବାନ୍ଧେ ସେଇଟା ମନେ ପଡ଼ିଗଲା। ଝିଅ ନୁହନ୍ତି, ଦୁନିଆର ସବୁ ଭାଇ ଭଉଣୀମାନଙ୍କର ସମ୍ପର୍କ ହେଉଛି ଅତୁଟ ବନ୍ଧନ। ଆପଣମାନେ ବି ଆପଣଙ୍କ ଭାଇମାନଙ୍କ ହାତରେ ଏମିତି ଛୋଟବେଳେ ରାକ୍ଷୀ ବାନ୍ଧିଥିଲେ ନା? ନିଶ୍ଚିତ ଭାବରେ କମେଣ୍ଟ କରିକି ଜଣାଇବେ। ଆଉ ଝିଅ ତା ଭାଇ ହାତରେ ରାକ୍ଷୀ ବାନ୍ଧି ସାରିଲା ପରେ ପୁଅ ତାକୁ ଗୋଟେ ବହୁତ ସୁନ୍ଦର ଗିଫ୍ଟ ଦେଲା। ଆଉ ଦେଖନ୍ତୁ ଝିଅ ଏବେ ତା ଭାଇକୁ ବନ୍ଦାପନା କଲା। ବନ୍ଦାପନା କରିସାରିଲା ପରେ ତା ଭାଇ କହୁଛି, ଗେଲି ମା ତୁ ତ କାହିଁ ମୋ ପାଇଁ ମିଠା ଆଣିନୁ? କହୁଛି, ରହିଥା ମୁଁ ତୋ ପାଇଁ ଗୋଟେ ଭଲ ଜିନିଷ, ତୁ ଆଗେ ମୋ ରାକ୍ଷୀ ପାଉଣା ଦେ, ତାପରେ ଯିଏ ସିନା ମୁଁ ତୋତେ ଦେବି। ତାପରେ ଝିଅ ତା ଭାଇକୁ ଟିକେ ମୁଣ୍ଡିଆ ମାରିଦେଲା। ତା ଭାଇ ତାକୁ ତାର ଗୋଟେ ବକ୍ସଟେ ଦେଲା। ସେ ବକ୍ସ ଭିତରେ କ'ଣ ଅଛି ଜାଣିବା ପାଇଁ ଚାହୁଁଛନ୍ତି ଆପଣ ମୋତେ କମେଣ୍ଟ କଲେ ମୁଁ କହିବି। ଆଉ ତାପରେ ତା ଭାଇ ନା ତା ଭଉଣୀ ଦେଖନ୍ତୁ ଗୋଟେ କେତେ ବଡ଼ ଚକୋଲେଟ୍ ଆଣିଛି, ହାତରେ ନ ଛାଡ଼ିବା ତା ଭାଇକି ଖୁଆଇଦେଲା।